100 ମିଟର ଦୂରରେ ଗୋଟେ ଗାଡି ଆସିଲେ ବି ମଧ୍ୟ ଆମେ ସେ ଗାଡିଟିକୁ ଦେଖିପାରୁନୁ, ଯାହା ଫଳରେ କି ଆକ୍ସିଡେଣ୍ଟ ହବାର ବହୁତ ସମ୍ଭାବନା ଅଛି। ବହୁତ କଷ୍ଟ ହଉଛି, କିଛି ଆଗକୁ ଦେଖା ଯାଉନି ଆଜ୍ଞା। ଆଉ ଏତେ କୁହୁଡି ଆମେ ବି ଆଗରୁ କେବେ ଦେଖିନେ। କାମରେ ଯିବାକୁ ପଡିବ, କର୍ମମୟ ଜୀବନ ଆଜ୍ଞା। ସିଗ୍ନାଲ ଆପଣଙ୍କର ଲାଇଟ୍ ବି ଦବାକୁ ସବୁ 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 ଦବା ପାଇଁ ପଡୁଛି। କିଛି ଦେଖା ଯାଉନି, ବାହାରୁ କିଛି ଦେଖା ଯାଉନି, ସାମ୍ନା ବି କିଛି ଦେଖାଯାଉନି। 10-20 ଗାଡି ଚଲେଇବା ପାଇଁ ରହୁଛି, ଏମିତି ରାସ୍ତାରେ ଅଟକି ଯିବା ପାଇଁ ପଡୁଛି ଆମକୁ। ଦୃଶ୍ୟମାନ କ୍ଷମତା 15 ମିଟରରୁ କମି ଯାଇଛି। 15 ମିଟର ଆଗରେ କଣ ଆସୁଛି କିଛି ଦେଖାଯାଉନି, ତେଣୁ ଅନେକ ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି। ସେ ଦୃଷ୍ଟିରୁ ସମସ୍ତେ ଗାଡି ଚାଳକ ମାନେ ରାସ୍ତାରେ ଗଲାବେଳେ ଦେଖି ଚାହିଁ ଯିବା ଦରକାର। କଟକରେ ନିଶ୍ଚିତ ଭାବେ ଗତ 3 ଦିନରୁ 4 ଦିନ ହବ କୁହୁଡି ଘେଳରେ କଟକ ରହୁଛି ଏବଂ ଏକ ପ୍ରକାର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ 5 ତାରିଖ ପର୍ଯ୍ୟନ୍ତ କୁହୁଡି ରହିବ ବୋଲି ସୂଚନା ମଧ୍ୟ ଦିଆଯାଇଛି ଏବଂ ନିଶ୍ଚିତ ଭାବେ 12ଟି ଜିଲ୍ଲାକୁ ବର୍ତ୍ତମାନ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଯେଉଁଭଳି ଭାବରେ ଆପଣ ଦେଖିବେ ବିଭିନ୍ନ ଜାଗାରେ ବର୍ତ୍ତମାନ ସକାଳୁ ଏତେ ମାତ୍ରାରେ କୁହୁଡି ହଉଛି, ଯୋଉଥିପାଇଁ ଜନଜୀବନ ଯାତାୟାତ କରିବାରେ ନିଶ୍ଚିତ ଭାବେ କୋଉଠି ନା କୋଉଠି ସମସ୍ୟା ସୃଷ୍ଟି ହଉଛି ଏବଂ ମର୍ଣ୍ଣିଂ ଯେହେତୁ ରହୁଛି, ସ୍କୁଲ ଗୁଡିକ ରହୁଛି, ସ୍କୁଲ ଗାଡି ଗୁଡିକ ଯିବା ପାଇଁ ମଧ୍ୟ ବହୁ ପ୍ରକାର ସମସ୍ୟା ଦେଖା ଦଉଛି। ଆମେ ବର୍ତ୍ତମାନ କଟକର କିଛି ଦୃଶ୍ୟ ଦେଖାଉଛୁ ଆପଣମାନଙ୍କୁ, ଦେଖନ୍ତୁ କୋଭଳି ଭାବରେ ଏକ ପ୍ରକାର କୁହୁଡି ଘେରରେ ବର୍ତ୍ତମାନ କଟକ ସହର ସମ୍ପୂର୍ଣ୍ଣ ଭାବେ ରହିଛି। ଗାଡି ଗୁଡିକ ଯଦି ଯାଉଛି, ସ୍କୁଲ ବସ୍ ଠାରୁ ଆରମ୍ଭ କରି ସବୁ ଯାଉଛି, ନିଶ୍ଚିତ ଭାବେ ଲାଇଟ୍ ଦେଇକି ଯାଉଛି, କାହିଁକିନା ଯେହେତୁ ଦୁର୍ଘଟଣା ହବାର ବହୁ ଗୁଡିକ ଚାନ୍ସ ଅଛି ଏବଂ ଏକ ପ୍ରକାର କୁହୁଡି ଏତେ ମାତ୍ରାରେ ଅଛି, ଦିନ 10ଟା 11ଟା ପର୍ଯ୍ୟନ୍ତ କୁହୁଡି ଛାଡୁନାହିଁ। ଏଭଳି ପରିସ୍ଥିତିରେ ନିଶ୍ଚିତ ଭାବେ କୋଉଠି ନା କୋଉଠି ଟ୍ରାଫିକ ଏବଂ ଯୋଉମାନେ ଅଛନ୍ତି ଦାୟିତ୍ୱରେ ସେମାନେ ମଧ୍ୟ ଆଉ ଟିକେ ଆଲର୍ଟ ହବାର ଆବଶ୍ୟକତା ଅଛି। ଏଭଳି କୁହୁଡି ବର୍ତ୍ତମାନ ଆହୁରି 5 ତାରିଖ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି। ଆଲୋଚନା କରିବା ମର୍ଣ୍ଣିଂ ୱାର୍କରେ ଅଛନ୍ତି କିଛି ବରିଷ୍ଠ ନାଗରିକ। ସାର୍, ନିଶ୍ଚିତ ଭାବେ ଏକ ପ୍ରକାର କୁହୁଡି ବର୍ତ୍ତମାନ ଦେଖିବାକୁ ମିଳିଛି କଟକ ସହରରେ, ଆପଣ କେତେବେଳୁ ଆସିଲେଣି, କୋଉଭଳି ଭାବେ ଦେଖୁଛନ୍ତି? ହ୍ୟାଲୋ, କଟକରୁ ମୁଁ ପ୍ରାୟ 5ଟା ବେଳେ ବାହାରିଲିଣି ଏବଂ ନୂଆ ବଜାର ପର୍ଯ୍ୟନ୍ତ ଯାଇଥିଲି। ନୂଆ ବଜାରରେ କୌଣସି ଯାତାୟାତ ଗମନାଗମନ କରିବା ପାଇଁ ସୁବିଧା ନାହିଁ ଏବଂ କିଛି ମଧ୍ୟ ରାସ୍ତାଘାଟ ଦିଶୁନାହିଁ। ଗାଡି ଗୁଡ଼ିକ ଯୋଉ ଯାତାୟାତ କରୁଛି ସେ ମଧ୍ୟ ବି ଅସୁବିଧାର ସମ୍ମୁଖୀନ ହେଉଥିବେ। ତେଣୁକରି ଏଇ କଟକରେ ପ୍ରାୟ ଲଗାତାର 4-5 ଦିନ ହେବ ରହିଛି ଏବଂ କୁହୁଡ଼ିଟି ପ୍ରାୟ 11ଟା ପର୍ଯ୍ୟନ୍ତ କଣ୍ଟିନ୍ୟୁ କରୁଛି। ତେଣୁ ଏକୁ ଯାତାୟାତ କରିବା ମଧ୍ୟ ଠପ୍ ହେଇଗଲାଣି। ତେଣୁ ଏଇ ଜିନିଷ ଗୁଡାକ ସୁବିଧାରେ ଧୀରେ ସୁସ୍ଥେ ଜନସାଧାରଣ ଯିବାଟା ଆବଶ୍ୟକ ରହିଛି ଏବଂ ଧୀରେ ଧୀରେ ମଧ୍ୟ ଗାଡି ଚାଳକ ମାନେ ଯିବା ମଧ୍ୟ ସେଟା ନିହାତି ରହିଛି। ବାହାରୁ ଆସିଥିଲେ ସକାଳୁ କୋଭଳି ଅବସ୍ଥା ଥିଲା, ବର୍ତ୍ତମାନ ଆମେ ଦେଖୁଛୁ ଯେତିକି ସମୟ ଆଉ ଟିକେ ବଢି ଯାଉଛି, କୁହୁଡିର ମାତ୍ରା ଆଉ ଟିକେ ବଢି ଯାଉଛି। ହଁ, ମୁଁ ପ୍ରାୟ 5ଟା ବେଳୁ ଆସିଥିଲି, ଯାହା ଟିକେ ଘଞ୍ଚ କୁହୁଡି ରହିଥିଲା। ତେଣୁ ବର୍ତ୍ତମାନ ମଧ୍ୟ କୁହୁଡି ଛାଡି ନାହିଁ, ଦିନ 11ଟା ପର୍ଯ୍ୟନ୍ତ କୁହୁଡି ପ୍ରାୟ ଲାଗି ରହୁଛି। ତେଣୁ ଏଇ କୁହୁଡି ଯୋଉ ରହିଛି ସିଏ କେତେ ଦିନ ପର୍ଯ୍ୟନ୍ତ ପ୍ରାୟ କଣ୍ଟିନ୍ୟୁ କରିବ କହି ହଉନାହିଁ, କିନ୍ତୁ ସମସ୍ତେ ସତର୍କତା ସହିତ ଯିବା ଆବଶ୍ୟକ ରହିଛି। ନିଶ୍ଚିତ ଭାବେ ଶୁଣୁଥିଲେ ଯେଭଳି ଭାବରେ ଏକ ପ୍ରତିକ୍ରିୟା ରଖୁଥିଲେ ଜଣେ ବରିଷ୍ଠ ନାଗରିକ, ସେ ମର୍ଣ୍ଣିଂ ୱାର୍କ କରିବାକୁ ଆସିଥିଲେ ଏବଂ ଯାହା ସେ କହୁଛନ୍ତି ଯେ ଚାଲି ଚାଲି ଯିବା ସମ୍ଭବ ନୁହଁ ଏବଂ ଯୋଉମାନେ ମଧ୍ୟ ଗାଡିରେ ଯିବା ଆସିବା କରୁଛନ୍ତି, ଆମେ ଦେଖୁଥିଲୁ ଆପଣଙ୍କୁ ଦୃଶ୍ୟ ଯେ ସେମାନେ ମଧ୍ୟ ମୋଟର ସାଇକେଲରେ ଲାଇଟ୍ ଦେଇକି ଯିବା ଆସିବା କରୁଛନ୍ତି। ଏକ ପ୍ରକାର କୁହୁଡି ଘେରରେ ବର୍ତ୍ତମାନ ଅଛି କଟକ ସହର। ମାଉସୀ, କୁଆଡୁ ଆସିଥିଲେ ସକାଳୁ, କେତେ କୁହୁଡି ଦେଖୁଛନ୍ତି ସକାଳୁ? ହଁ, ଆମେ ଯୋଉ ଆସିଛୁ ହସ୍ପିଟାଲ ଆସ ଫୁଲ ପାଇଁ ଯାଇଛ। କୁହୁଡି କେମିତି ଦେଖୁଛନ୍ତି ବର୍ତ୍ତମାନ କଟକରେ? ବହୁତ ଚାଲି ଯାଇ ହଉଛି ତ? ଥଣ୍ଡା ଲାଗୁଛି, ହସ୍ପିଟାଲ ଅଛନ୍ତି। ହଁ, ଆଉ ଦିଦି ମାନେ ଔଷଧ ଦଉନାହାନ୍ତି, ଖାଇବାକୁ ଦଉନାହାନ୍ତି, ସେମିତି ଯୋଉ କଷ୍ଟ ଆସ ଆଉ କୃଷ୍ଣ ଆଶ୍ରମରୁ ଜଣେ ଅନ୍ତେବାସୀ ମଧ୍ୟ ଅଛନ୍ତି, ସେ ମଧ୍ୟ ସକାଳୁ ଆସିଥିଲେ ଏଠାରେ ବୁଲିବା ପାଇଁ। ଆମେ ମଧ୍ୟ ତାଜା ଦୃଶ୍ୟ ଆପଣମାନଙ୍କୁ ଦେଖାଉଛୁ। ଏକ ପ୍ରକାର କୁହୁଡିର ବାତାବରଣରେ କଟକ ସହର ସମ୍ପୂର୍ଣ୍ଣ ଭାବେ ରହିଛି ଏବଂ ଆଲୋଚନା କରିବା ଆମ ସହିତ ଆଉ କିଛି ବରିଷ୍ଠ ନାଗରିକ ଅଛନ୍ତି। ସାର୍, ଆପଣ ମର୍ଣ୍ଣିଂ ୱାର୍କରେ ବାହାରିଛନ୍ତି, ବର୍ତ୍ତମାନ ଦେଖୁଛନ୍ତି କୁହୁଡିର ବ୍ୟବସ୍ଥା କଟକ ସହରରେ ଯୋଉଭଳି ଭାବେ ରହିଛି। 5 ଦିନ ପର୍ଯ୍ୟନ୍ତ ଆଞ୍ଚଳିକ ପାଣିପାଗ ବିଭାଗ ମଧ୍ୟ ସୂଚନା ଦେଇଛି, 12ଟି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହେଇଛି। କୋଉଭଳି ଭାବେ ଦେଖୁଛନ୍ତି? ବର୍ତ୍ତମାନ କୁହୁଡି ଦୃଷ୍ଟିରୁ ଦୃଶ୍ୟମାନ କ୍ଷମତା 15 ମିଟରରୁ କମି ଯାଇଛି। 15 ମିଟର ଆଗରେ କଣ ଆସୁଛି କିଛି ଦେଖାଯାଉନି, ତେଣୁ ଅନେକ ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି। ସେ ଦୃଷ୍ଟିରୁ ସମସ୍ତେ ଗାଡି ଚାଳକ ମାନେ ରାସ୍ତାରେ ଗଲାବେଳେ ଦେଖି ଚାହିଁ ଯିବା ଦରକାର। ଆଉ ଏ କୁହୁଡି ବଢିଯିବାର କାରଣ ହଉଛି ପ୍ରଥମେ ଡିଫରେଷ୍ଟେସନ, ମାସିଭ ଡିଫରେଷ୍ଟେସନ, ଜଙ୍ଗଲ କ୍ଷୟ ଦୃଷ୍ଟିରୁ ଏ କୁହୁଡି ବଢି ଚାଲିଛି।
ଆଗକୁ ଆହୁରି ବଢିବାର ସମ୍ଭାବନା ଅଛି। ତେଣୁ ସମସ୍ତଙ୍କ ପ୍ରତି ସତର୍କ ସୂଚନା ଦିଆଯାଇଛି। କେତେବେଳୁ ଆପଣ ଆସିଲେଣି ଆମେ ଦେଖୁଛୁ ଗତ 2 ଦିନ ତଳେ ମଧ୍ୟ କଟକର ସ୍ଥିତି ବହୁ ସଙ୍ଗୀନ ଥିଲା। ଆଜି ମଧ୍ୟ ପରିସ୍ଥିତି ସମାନ ଅଛି। ସ୍କୁଲ ବସ୍ ଠାରୁ ଆରମ୍ଭ କରି ପ୍ରତ୍ୟେକ ଲୋକ ମର୍ଣ୍ଣିଂ ୱାକ୍ ମଧ୍ୟ ଯାଉଛନ୍ତି। ଏସବୁରେ ନିଶ୍ଚିତ କୋଉଠି ନା କୋଉଠି ବାଧା ସୃଷ୍ଟି ହଉଛି। ହଁ, କୁହୁଡି ପାଇଁ ତ ସବୁ ପ୍ରକାର ବାଧା ସୃଷ୍ଟି ହଉଛି। ସକାଳୁ ଦ୍ରୁତ ଗତିରେ ଗାଡି ଗୁଡା ଯାଉଛି, କୁହୁଡି ଲାଗି ଦୁର୍ଘଟଣା ଘଟୁଛି ଏବଂ ଲୋକ ମର୍ଣ୍ଣିଂ ୱାକରେ ଗଲେ ଦେହ ସାରା କୁହୁଡିର ପାଣି ଦେହରେ ଲାଗୁଛି, ଓଦା ହେଇଯାଉଛି, ଶରୀର ଓଦା ହେଇଯାଉଛି, ପୋଷାକ ପତ୍ର ଓଦା ହେଇଯାଉଛି। ତେଣୁ ଅନେକ ବାଧା ସୃଷ୍ଟି କରିପାରେ କୁହୁଡି। ଏ ଦୃଷ୍ଟିରୁ ସତର୍କ ସୂଚନା ଜାରି କରାଯାଇଛି। ଯେଭଳି ଭାବେ ସିନିୟର ସିଟିଜେନ ଯେଭଳି ଭାବେ କହୁଥିଲେ, ଏକ ପ୍ରକାର କୁହୁଡି ବାତାବରଣରେ ବର୍ତ୍ତମାନ କଟକ ସହର ଏକ ପ୍ରକାର ରହିଛି ଏବଂ କୋଉଠି ନା କୋଉଠି ଯାତାୟାତ ନିଶ୍ଚିତ ଭାବେ ବାଧାପ୍ରାପ୍ତ ସୃଷ୍ଟି ହଉଛି। ସ୍କୁଲ ଗାଡି ଠାରୁ ଆରମ୍ଭ କରୁ ଅନ୍ୟ ଯେକୌଣସି ଗାଡି, ମୁଁ କ୍ୟାମେରା ପର୍ସନ କହିବି ସହଯୋଗୀ ଦେଖେଇବେ, ଦେଖନ୍ତୁ ଯେଭଳି ଭାବେ ଗାଡି ଗୁଡିକ ମଧ୍ୟ ଆସୁଛି ଏକ ପ୍ରକାର ଏ ଗାଡି ଗୁଡିକ ସମ୍ପୂର୍ଣ୍ଣ ଲାଇଟ୍ ଦେଇକି ଆସୁଛି। କାହିଁକି ନା ବର୍ତ୍ତମାନ ପାଖାପାଖି ଯାହା କହୁଥିଲେ ଜଣେ ବରିଷ୍ଠ ନାଗରିକ, ଏକ ପ୍ରକାର 220 ଫୁଟ ଦୂରରୁ କେହି କାହାକୁ ଦେଖି ମଧ୍ୟ ପାରୁନାହାନ୍ତି। ଏଭଳି ସ୍ଥିତିରେ ଦୁର୍ଘଟଣା ମଧ୍ୟ ଘଟିବାର ବହୁତ ଆଶଙ୍କା ଅଛି। ଆଲୋଚନା କରିବା ଆଉ ଟିକେ କୋଉଠି ଭାବେ ଦେଖୁଛନ୍ତି ବର୍ତ୍ତମାନ କଟକରେ କୁହୁଡି, କଟକ କେତେବେଳୁ ଆସିଲେଣି, କେମିତି ଦେଖୁଛନ୍ତି ପରିସ୍ଥିତି? ମୁଁ 6ଟାରୁ ଆସିଛି, କିନ୍ତୁ କଟକର କୁହୁଡିର ତାପମାତ୍ରା ଏତେ ବଢି ଯାଇଛି ଯେ ଯିବା ଆସିବାରେ ବହୁତ ବାଧାପ୍ରାପ୍ତ ହେଉଛି। 100 ମିଟର ଦୂରରେ ଗୋଟେ ଗାଡି ଆସିଲେ ବି ମଧ୍ୟ ଆମେ ସେ ଗାଡିଟିକୁ ଦେଖିପାରୁନୁ, ଯାହା ଫଳରେ କି ଆକ୍ସିଡେଣ୍ଟ ହବାର ବହୁତ ସମ୍ଭାବନା ଅଛି। ପ୍ରତିକ୍ରିୟା ରଖୁଛନ୍ତି। ଏକ ପ୍ରକାର କୁହୁଡିର ସମ୍ପୂର୍ଣ୍ଣ ବାତାବରଣ ଭିତରେ ବର୍ତ୍ତମାନ କଟକ ସହର ଅଛି। ଏକ ପ୍ରକାର ଆମେ ଦେଖଉଛୁ ଯୋଉ ଦୃଶ୍ୟ ଆପଣ ମାନଙ୍କୁ, ଯୋଉ ଗାଡି ଗୁଡିକ ମଧ୍ୟ ଯାଉଛି, ସ୍କୁଲ ବସ୍ କଥା କୁହନ୍ତୁ, ଅନ୍ୟ ଯେକୌଣସି ଗାଡି ଦେଖୁଛନ୍ତି, ଏ ଗାଡି ଗୁଡିକ ବର୍ତ୍ତମାନ ଲାଇଟ୍ ଦେଇକି ଯିବାକୁ ପଡୁଛି। କାହିଁକି ନା ଦୁର୍ଘଟଣା ହବାର ବହୁ ଚାନ୍ସ ଅଛି ଏବଂ ଟ୍ରାଫିକ ମଧ୍ୟ ନିୟୋଜିତ ହୋଇଛନ୍ତି। କିନ୍ତୁ କୁହୁଡି ଏତେ ମାତ୍ରାରେ ବଢିଛି ବର୍ତ୍ତମାନ, ଯାହା ବର୍ତ୍ତମାନ ସୂଚନା ମଧ୍ୟ ଅଛି ପାଣିପାଗ ବିଭାଗ ପକ୍ଷରୁ, ଏକ ପ୍ରକାର ଆହୁରି 5 ଦିନ ପର୍ଯ୍ୟନ୍ତ କୁହୁଡି ରହିବ ଏବଂ ଏଠି କୋଉଠି ନା କୋଉଠି କଟକ ସହର ସମ୍ପୂର୍ଣ୍ଣ ଭାବେ କୁହୁଡି ଘେର ଭିତରେ ଅଛି। ଆଲୋଚନା କରିବା ଆଉ ଟିକେ କେମିତି ଦେଖୁଛନ୍ତି ବର୍ତ୍ତମାନ, ହଁ ଆଉ ଟିକେ ଆଲୋଚନା କରିବା। ଆମ ସହିତ ଆଉ କିଛି ଅଛନ୍ତି। ନିଶ୍ଚିତ ଭାବେ କୋଉଠି ନା କୋଉଠି ବର୍ତ୍ତମାନ ଏ କୁହୁଡି ପାଇଁ ବିପଦ ସଂକୁଳ ଅବସ୍ଥାରେ ଅଛି କଟକ ସହର। ଏକ ପ୍ରକାର ବର୍ତ୍ତମାନ ଯୋଉ ଯାତାୟାତ ଚାଲିଛି, ଯାତାୟାତରେ ଲୋକମାନେ ଲାଇଟ୍ ଦେଇକି ଯିବା ଆସିବା କରୁଛନ୍ତି ଏବଂ ଏକ ପ୍ରକାର ସମସ୍ୟା ମଧ୍ୟ ସୃଷ୍ଟି ହଉଛି। ସମସ୍ତେ ଦେଖୁଛନ୍ତି କୋଉଠି ନା କୋଉଠି ବିଲକୁଲ ଦେଖାଯାଉନାହିଁ। ମାତ୍ର 20 ଫୁଟ ବା 30 ଫୁଟ ଦୂରରୁ ଲୋକମାନେ ଯିଏ ଆସୁଛନ୍ତି ସେମାନଙ୍କୁ ଦେଖାଯାଉନି, କିନ୍ତୁ ଲାଇଟ୍ ଦେଇକି ଯିବା ଆସିବା କରୁଛନ୍ତି। ଏକ ପ୍ରକାର ଅନ୍ଧାର ଘେରରେ ବର୍ତ୍ତମାନ କଟକ ସହର ରହିଛି। ଆଉ ଟିକେ ଆଲୋଚନା କରିବା। ନିଶ୍ଚିତ ଭାବେ ଏକ ପ୍ରକାର ଯାହା ରହିଛି ସୂଚନା ଆମେ ଆପଣଙ୍କୁ ଦଉଥିଲୁ, ଏକ ପ୍ରକାର କୁହୁଡି ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ରହିଛି ଏବଂ କେହି ବିଲକୁଲ ଦେଖା ବି ଯାଉନି କାହାକୁ କିଛି ରାସ୍ତା, ଏବଂ 4 ହ୍ୱିଲର ମଧ୍ୟ ଅଛି। ଆଲୋଚନା କରିବା ଆଉ ଟିକେ। ସାର୍ କେମିତି ଦେଖୁଛନ୍ତି କୁହୁଡି ବର୍ତ୍ତମାନ କଟକ ସହରରେ? ଏକ ପ୍ରକାର ଗାଡି ଆପଣ ଚଲାଉଛନ୍ତି, କେତେ କଷ୍ଟ ହଉଛି? ବହୁତ କଷ୍ଟ ହଉଛି, କିଛି ଆଗକୁ ଦେଖା ଯାଉନି ଆଜ୍ଞା। ଆଉ ଏତେ କୁହୁଡି ଆମେ ବି ଆଗରୁ କେବେ ଦେଖିନେ। କାମରେ ଯିବାକୁ ପଡିବ, କର୍ମମୟ ଜୀବନ ଆଜ୍ଞା। ସିଗ୍ନାଲ ଆପଣଙ୍କର ଲାଇଟ୍ ବି ସବୁ ଦବା ପାଇଁ ପଡୁଛି। କିଛି ଦେଖା ଯାଉନି, ବାହାରୁ କିଛି ଦେଖା ଯାଉନି, ସାମ୍ନା ବି କିଛି ଦେଖାଯାଉନି। 10-20 ଗାଡି ଚାଲିବା ପାଇଁ ରହୁଛି, ଏମିତି ରାସ୍ତାରେ ଅଟକି ଯିବା ପାଇଁ ପଡୁଛି ଆମକୁ। ଯୋଉ ଭାବରେ ଏକ ପ୍ରକାର 10-20 ସ୍ପିଡରେ ଗାଡି ଯିବାକୁ ପଡୁଛି। ଏତେ ଅସୁବିଧା ହଉଛି କୁହୁଡି ପାଇଁ। ଏ କୁହୁଡି ବର୍ତ୍ତମାନ କଣ୍ଟିନ୍ୟୁ ଲାଗି ରହିଛି ଏବଂ ଯାହା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି, ଆସନ୍ତା 5 ତାରିଖ ପର୍ଯ୍ୟନ୍ତ କୁହୁଡି ନିଶ୍ଚିତ ଭାବେ ରହିବ। ଆମେ ମଧ୍ୟ ଆସନ୍ତା କାଲି ଆପଣମାନଙ୍କୁ ପରବର୍ତ୍ତୀ ଦୃଶ୍ୟ ଦେଖେଇବୁ ଏବଂ କୋଉଠି ନା କୋଉଠି ଆମେ ମଧ୍ୟ ସତର୍କ କରୁଛୁ ଜଣେ ଦାୟିତ୍ୱପୂର୍ଣ୍ଣ ଗଣମାଧ୍ୟମ ହିସାବରେ। ଯୋଉମାନେ ବାହାରକୁ ବାହାରୁଛନ୍ତି ଲାଇଟ୍ ନେଇକିରି ଆସନ୍ତୁ ଏବଂ ଗାଡିର ସ୍ପିଡି କମେଇକି ଆସନ୍ତୁ। କଟକରୁ ବଳରାମ ନାୟକ, ଓଡ଼ିଶା ଭାସ୍କର।